ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲଟିକୁ ସ୍ୱାଗତ। ବନ୍ଧୁଗଣ, 23 ଅଗଷ୍ଟ 2025 ଶନିବାର ଦିନ ପଡ଼ୁଅଛି ସପ୍ତପୁରୀ ଅମାବାସ୍ୟା। ଏହି ଦିନ ଆପଣ ଘରର ଏହି ଜାଗାରେ ରଖିଦିଅନ୍ତୁ ଏକ ମୁଠି ଲୁଣ। ଲୁଣର ଏହି ଉପାୟଟିକୁ କିଛି ବିଶେଷ ଦିନ ବିଶେଷ ତିଥିରେ କରିବା ଦ୍ୱାରା ଏହା ଅଧିକ ଫଳପ୍ରଦ ହୋଇଥାଏ। ଆପଣମାନେ ଭାବୁଥିବେ କି ଲୁଣ ତ ଗୋଟିଏ ସାଧାରଣ ଜିନିଷ, ଏହା କିପରି ଆମର ସମସ୍ୟାକୁ ଦୂର କରିପାରିବ? ତେବେ ବନ୍ଧୁମାନେ, ଆପଣ ଜାଣି ରଖିବା ଉଚିତ, ପ୍ରତ୍ୟେକ ଘରେ ପ୍ରତ୍ୟେକ ସ୍ଥାନରେ ମିଳୁଥିବା ଏହି ଲୁଣ ସାଧାରଣ ହେଲେ ମଧ୍ୟ ଏହାର ବହୁତ ଚମତ୍କାରୀ ଗୁଣ ରହିଅଛି, ଯାହା ଏହାକୁ ଅସାଧାରଣ ବନେଇଥାଏ। ତେବେ ଏହାର ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଣା ନଥାଏ। ଏହା କେବଳ ଖାଦ୍ୟର ସ୍ୱାଦ ବଢ଼େଇ ନଥାଏ, ଏହା ଆମ ଜୀବନରେ ଅନେକ ସମସ୍ୟା ଗୁଡ଼ିକ ଦୂର କରିବାରେ ସହାୟକ ହୋଇଥାଏ। ତେବେ ଏହି ଭିଡ଼ିଓରେ ଆମେ ଏହା ବିଷୟରେ ବିସ୍ତାର ରୂପେ ଜାଣିବା। ଆଉ ଆଜି ମୁଁ ଲୁଣର ଏକ ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଅଛି, ଯାହା ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ଆଣିପାରେ। ଏହି ଭିଡ଼ିଓଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ତେବେ ସେଥିପାଇଁ ଭିଡ଼ିଓଟିକୁ ସ୍କିପ୍ ନକରି ଲାଷ୍ଟ ଯାଏଁ ଦେଖନ୍ତୁ। ତେବେ ବନ୍ଧୁମାନେ, ବୈଜ୍ଞାନିକ ଦୃଷ୍ଟିକୋଣରୁ ଲୁଣ ତ କେବଳ ଏକ ରାସାୟନିକ ପଦାର୍ଥ ଅଟେ। ମାତ୍ର ଯଦି ଆମେ ଆମର ହିନ୍ଦୁ ଶାସ୍ତ୍ର ଏବଂ ମୁନି ଋଷିମାନଙ୍କର ବକ୍ତବ୍ୟକୁ ଦେଖିବା, ତେବେ ଲୁଣ ହେଉଛି ସମୁଦ୍ରର ବୀର୍ଯ୍ୟ। ଆପଣମାନେ ଜାଣନ୍ତି କି ମା ଲକ୍ଷ୍ମୀ ହେଉଛନ୍ତି ସମୁଦ୍ର ଦେବତାଙ୍କ କନ୍ୟା। ତେବେ ଆଜି ମୁଁ ଆପଣଙ୍କୁ ଲୁଣର ଏକ ଏପରି ଉପାୟ ବିଷୟରେ କହିବାକୁ ଯାଉଅଛି, ଯାହାକୁ ଜାଣିସାରିବା ପରେ ଆପଣ ସବୁଦିନ ଆପଣଙ୍କ ଜୀବନରେ ବ୍ୟବହାର କଲେ ଆପଣ ଜୀବନରେ କେଉଁଠାରେ ଅସଫଳ ହେବେ ନାହିଁ। ଆପଣ ଯେଉଁ ବି କାର୍ଯ୍ୟ କରିବେ ସେଥିରେ ସଫଳତା ହାସଲ କରିବେ। ଏହି ଉପାୟ ଗୁଡ଼ିକ ନିଜ ଜୀବନରେ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନରେ କେବେ ବି ଅଭାବ ଦେଖାଦେବ ନାହିଁ। ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କୁ ବେମାରୀ ଲାଗି ରହୁଅଛି, ଘରେ ସର୍ବଦା ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି, ଘରେ ପ୍ରତ୍ୟେକ ସଦସ୍ୟମାନଙ୍କ ସହିତ ମନାନ୍ତର ମତାନ୍ତର ହେଉଛି, ଆପଣ ଋଣ କରଜର ଭାରରେ ବୁଡ଼ି ରହିଅଛନ୍ତି, ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳୁନାହିଁ, କି ସମସ୍ତ ଜାଗାରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଅଛି, ତେବେ ଏହି ଉପାୟକୁ ପାଳନ କରିବା ଦ୍ୱାରା ଆପଣ ସେହି ସମସ୍ତ କଷ୍ଟରୁ ରକ୍ଷା ପାଇପାରିବେ। ସେ ସମସ୍ତ ସମସ୍ୟା ଆପଣଙ୍କର ସମାଧାନ ହୋଇଯିବ। ଆପଣମାନଙ୍କୁ ଲାଗିଥାଏ ଯେ ଲୁଣ ଗୋଟିଏ ସାଧାରଣ ଜିନିଷ, ମାତ୍ର ବନ୍ଧୁମାନେ, ଲୁଣ ଭିତରେ ଏପରି ଚମତ୍କାରୀ ଗୁଣ ଗୁଡ଼ିକ ରହିଅଛି, ଲୁଣ ଭିତରେ ଏପରି ଚମତ୍କାରୀ ଶକ୍ତି ରହିଅଛି, ଯାହାକୁ କି ପ୍ରତ୍ୟେକ ବ୍ୟକ୍ତି ଜାଣିନଥାନ୍ତି। ଏବଂ ଆପଣ ଯଦି ଏହି ଚମତ୍କାରୀ ଶକ୍ତି ବିଷୟରେ ଜାଣି ନିଅନ୍ତି, ତେବେ ଜୀବନରେ ଆପଣ କେବେ ବି ଧନର ଅଭାବର ସମ୍ମୁଖୀନ ହେବେ ନାହିଁ। ଆପଣମାନେ ଏହା ଜାଣନ୍ତି ଯେ ଲୁଣ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆମ ଖାଦ୍ୟରେ ଲୁଣର ମାତ୍ରା ଅଧିକ ହୋଇଯାଏ, ତେବେ ମଧ୍ୟ ଆମକୁ ଅସୁବିଧା ହୋଇଥାଏ। ଆଉ ଯଦି ଲୁଣର ମାତ୍ରା କମ୍ ହୋଇଯାଇଥାଏ, ତେବେ ମଧ୍ୟ ଅସୁବିଧା ହୋଇଥାଏ। ଏହାର ଅର୍ଥ ହେଲା ଲୁଣ ଆମକୁ ଜୀବନ ଦେଇପାରେ, ଆଉ ଆମର ଜୀବନ ମଧ୍ୟ ନେଇପାରେ। ତେବେ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଲୁଣର କିଛି ଜ୍ୟୋତିଷ ଉପାୟ ବିଷୟରେ କହିବାକୁ ଯାଉଅଛି, ଯାହାକୁ ଯଦି ଆପଣ ଜୀବନରେ ପ୍ରୟୋଗ କରନ୍ତି, ତେବେ ଆପଣଙ୍କୁ ଜୀବନରେ କୌଣସି କଷ୍ଟର ସାମ୍ନା କରିବାକୁ ପଡ଼ିବ ନାହିଁ। ତେବେ ବନ୍ଧୁମାନେ, ଆପଣମାନେ ଏହା ଜାଣନ୍ତି କି ଲୁଣ ବିଭିନ୍ନ ପ୍ରକାର ରହିଥାଏ, ଯେପରିକି ପ୍ରଥମ ହେଉଛି ସନ୍ଧେବ ଲବଣ, ଯାହାକୁ ଆମେ ପାହାଡ଼ିଆ ଲୁଣ ଭାବେ ଜାଣିଥାଉ। ଆଉ ଗୋଟିଏ ଲୁଣ ହେଉଛି ସାମୁଦ୍ରିକ ଲୁଣ, ଅନ୍ୟଟି ହେଉଛି କଳା ଲୁଣ ଏବଂ ଅନ୍ୟଟି ହେଉଛି କଳା ଲୁଣ ଏବଂ ଆଉ ଗୋଟିଏ ହେଉଛି ସାଧାରଣ ଲୁଣ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କ ସହିତ ପ୍ରତୀକ ବୋଲି ମନାଯାଇଅଛି। ଅନେକ ଲୋକ ଲୁଣକୁ ରାହୁଙ୍କର ପ୍ରତୀକ ମଧ୍ୟ ଭାବିଥାନ୍ତି। ସେଥିପାଇଁ ଆପଣ
ଲୁଣର ବ୍ୟବହାର କରି ଆପଣ ସମସ୍ତ ଦୁଷ୍ଟ ଗ୍ରହମାନଙ୍କୁ ଶାନ୍ତ କରିପାରିବେ। ଲୁଣକୁ ଯଦି ଆପଣ କୌଣସି ଷ୍ଟିଲ୍ କିମ୍ବା ପ୍ଲାଷ୍ଟିକରେ ରଖୁଛନ୍ତି, ତେବେ ଏପରି କରିବା ଦ୍ୱାରା ଶନି ଏବଂ ଚନ୍ଦ୍ରଙ୍କର ମିଳନ ହୋଇଥାଏ, ଯାହାକି ଅତି ଅମଙ୍ଗଳକାରୀ ହୋଇଥାଏ ଏବଂ ଏହା ଆପଣଙ୍କ ପାଇଁ ଘାତକ ମଧ୍ୟ ହୋଇଥାଏ। ଏହା ଆପଣଙ୍କ ଘରେ ରୋଗ ଏବଂ ଶକ ବୃଦ୍ଧି କରିବାର କାରଣ ହୋଇଥାଏ। ଆପଣ ଲୁଣକୁ ସର୍ବଦା କାଚ ପାତ୍ରରେ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କ ଉପରେ କିଛି ଖରାପ ପ୍ରଭାବ ପଡ଼ିନଥାଏ। ବନ୍ଧୁମାନେ, ଜାଣତରେ କିମ୍ବା ଅଜାଣତରେ ଯଦି ଆପଣଙ୍କ ହାତରୁ ଲୁଣ ପଡ଼ିଯାଇଥାଏ, ତ ଏହା ବହୁତ ଅଶୁଭ ହୋଇଥାଏ। ଏହା ଦ୍ୱାରା ଆପଣଙ୍କ ଘରେ ଋଣ ବୃଦ୍ଧି ହୋଇଥାଏ ଏବଂ ଘରେ ଅନେକ ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ। ଆପଣ ସେହି ତଳେ ପଡ଼ିଥିବା ଲୁଣକୁ ଥୋଇ ଦିଅନ୍ତୁ। ତ କେବେ ବି ଲୁଣ ତଳେ ପକାନ୍ତୁ ନାହିଁ କିମ୍ବା ପିନ୍ଧା ବସ୍ତ୍ରରେ ଲୁଣକୁ କେବେ ବି ପୋଛନ୍ତୁ ନାହିଁ। ବନ୍ଧୁମାନେ, ଆପଣଙ୍କ ଘରୁ ଦାରିଦ୍ରତା ଦୂର କରିବା ପାଇଁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଗୁରୁବାର ଦିନ ବ୍ୟତୀତ ଅନ୍ୟ ସମସ୍ତ ଦିନରେ ଘରକୁ ପାଣିରେ ଲୁଣ ମିଶାଇ କରି ସେହି ପାଣିକୁ ଘରେ ପୋଛନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଗୁଡ଼ିକ ନଷ୍ଟ ହୋଇଥାଏ। ଆପଣମାନେ ଏହା ଜାଣନ୍ତି ଯେ ଆମ ଘରକୁ ପ୍ରତ୍ୟେକ ଦିନ ଲୋକମାନେ ଯିବା ଆସିବା କରିଥାନ୍ତି ଏବଂ ସେମାନଙ୍କ ପାଦରେ ଯେଉଁ ଧୂଳି ଆସିଥାଏ, ତାହା ଆମ ଗୃହରେ ନକାରାତ୍ମକ ସୃଷ୍ଟି କରେ। ସେହି ନକାରାତ୍ମକ ଦୂର କରିବା ପାଇଁ ଆପଣ ପାଣିରେ ଲୁଣ ମିଶାଇ କରି ଘରକୁ ଲିପାପୋଛା କରିବା ଉଚିତ। ଏପରି କରିବା ଦ୍ୱାରା ଆପଣଙ୍କ ଘର ପବିତ୍ର ହୋଇଥାଏ। ତେବେ ବନ୍ଧୁମାନେ, ଆଉ ଗୋଟିଏ ଉପାୟ ହେଉଛି, ଆପଣମାନେ ଧନରେ ବୃଦ୍ଧି କରିବାକୁ ଚାହୁଁଛନ୍ତି, ତେବେ ଆପଣ ଗୋଟିଏ କାଚ ଗ୍ଲାସରେ ପୂର୍ଣ୍ଣ ପାଣି ନିଅନ୍ତୁ ଏବଂ ସେହି ପାଣିରେ ଗୋଟିଏ ଚାମଚ ଲୁଣ ମିଶାଇ କରି ସେହି ଗ୍ଲାସକୁ ନେଇ ନୈବେଦ୍ୟ କୋଣରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ଧନରେ ବୃଦ୍ଧି ହୋଇଥାଏ। ଆପଣଙ୍କ ମନରେ ଯଦି ସ୍ଥିରତା ଆସୁନାହିଁ, ତେବେ ମଧ୍ୟ ଆପଣ ଲୁଣର ଉପାୟ କରିପାରିବେ। ଏଥିପାଇଁ ଆପଣ ଗୋଟିଏ ଚୁଟକି ଲୁଣ ନିଅନ୍ତୁ ଏବଂ ତାକୁ ମୁଣ୍ଡ ଚାରିପଟେ 7 ଥର ବୁଲାଇ ଆଣନ୍ତୁ। ତାପରେ ଆପଣ ସେହି ଲୁଣକୁ ନେଇ କୌଣସି ବୃକ୍ଷର ମୂଳରେ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ଧୀରେ ଧୀରେ ମାନସିକ ଚିନ୍ତାରୁ ଦୂରେଇ ପାରିବେ। ଆପଣଙ୍କର ମାନସିକ ଚିନ୍ତା କମ୍ ହେବାକୁ ଲାଗିବ ଏବଂ ଏହା ଦ୍ୱାରା ଆପଣଙ୍କ ମନ ମଧ୍ୟ ଶାନ୍ତ ରହିବ। ବନ୍ଧୁମାନେ, ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥାଏ, ତେବେ ଆପଣ ନିଜ ଘରେ ସମସ୍ତ କୋଣରେ କାଚ ପାତ୍ରରେ କିଛି କିଛି ଲୁଣ ରଖନ୍ତୁ ଏବଂ ପ୍ରତି ସପ୍ତାହରେ ସେହି ଲୁଣକୁ ବଦଳାଇ ଦିଅନ୍ତୁ। ଆପଣ ଏହି ପୁରୁଣା ଲୁଣକୁ ପ୍ରବାହିତ ଜଳରେ ପ୍ରବାହିତ କରିଦିଅନ୍ତୁ। ଏପରି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ସୁଧାର ଆସିଥାଏ ଏବଂ ସ୍ୱାମୀ ସ୍ତ୍ରୀ ଖୁସିରେ ରହିବାକୁ ଲାଗିଥାନ୍ତି। ତ ଏହା ଥିଲା ଲୁଣର କିଛି ଏପରି ଉପାୟ, ଯାହାକୁ ଆପଣ ଏହି ସପ୍ତପୁରୀ ଅମାବାସ୍ୟା ଦିନ କରିବା ଦ୍ୱାରା ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ଆଶା କରୁଛି କି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ରୂପେ ଭଲ ଲାଗିଥିବ। ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା